ପ୍ରେମ ପଡ଼ିଲା ମହଙ୍ଗା ବଳଦ ହୋଇ ଚାଷ କଲେ ଖାଇଲେ ବେତ ପାହାର। ରକ୍ତ ସମ୍ପର୍କୀୟଙ୍କ ସହ କରିପାରିବ ନାହିଁ ପ୍ରେମ ବା ହୋଇପାରିବ ନାହିଁ ବିବାହର। ଏହାର ଅବମାନନା କଲେ ମିଳିବ କଠୋର ଦଣ୍ଡ। ଆଦିବାସୀଙ୍କ ପରମ୍ପରା ଏବେ ବି ବଞ୍ଚି ରହିଛି। ପୁରାତନ ପରମ୍ପରା ତାକୁ ନେଇ କଙ୍ଗାରୁ କୋର୍ଟ। ଗୋଟିଏ ବଂଶର ହୋଇଥିବାରୁ ମହଙ୍ଗା ପଡ଼ିଲା ପ୍ରେମ ବା ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡ଼ିଥିଲା। ବିଲରେ ହଳ କରିବା ପରେ ତାଡ଼ ଖାଇଲେ। ଏବେ ଉଭୟଙ୍କ ଖୋଜ ଖବର ନାହିଁ। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ କଞ୍ଚାମଞ୍ଜୋଡ଼ି ଗାଁରେ। ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଗୋଟିଏ ପୁଅ ଓ ଝିଅକୁ କାନ୍ଧରେ ଜୁଆଳି ପକାଇ କ୍ଷେତରେ ଚଷିବାକୁ ବାଧ୍ୟ କରାଯାଇଛି। ଉଭୟଙ୍କ ଅନିଚ୍ଛା ସତ୍ତ୍ୱେ ଧମକ ଚମକ ଦେଇ ହଳ କରାଉଛନ୍ତି ଗାଁ ଲୋକେ। ଏହାର ଅନୁସନ୍ଧାନରୁ ଜଣାପଡ଼ିଲା ଗାଁ କୁଟୁମ୍ବଙ୍କ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡ଼ି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା। ଉଭୟ ଗୋଟିଏ ବଂଶର ସମ୍ପର୍କରେ ଆତା ବା ପିଉସୀ ନାନୀ ପୁତୁରା ଅଟନ୍ତି। ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ। କାରଣ ସେମାନେ ଭାଇ ଭଉଣୀ କିମ୍ବା ଆତା ବା ପିଉସୀ ନାନୀ ପୁତୁରା ହୋଇଥାନ୍ତି। ତାହେଲେ ହୋଇପାରିବ ନାହିଁ। ଗୋଟିଏ ରକ୍ତର ସମ୍ପର୍କ, ତେଣୁ ବିବାହ ହୋଇପାରିବ ନାହିଁ। କଞ୍ଚାମଞ୍ଜୋଡ଼ି ଗାଁର ଲାକ ସାର୍କା ଓ କୋଡ଼ିଆ ସାର୍କାଙ୍କ ପ୍ରେମ ସମ୍ପର୍କ ରହିଥିଲା। ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲୋକେ ଦେଖିଥିଲେ। ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ ଏହି ଦଣ୍ଡ ଶୁଣାଇଥିଲେ, ଯାହା ତାଙ୍କ ପରମ୍ପରା ରହିଛି। କେବଳ ଏତିକିରେ ସୀମିତ ନଥିଲା, ଉଭୟଙ୍କୁ ଗାଁ ଛାଡ଼ିବାକୁ ପଡ଼ିଥିଲା। ବର୍ତ୍ତମାନ ପ୍ରେମୀ ଯୁଗଳ କେଉଁଠାରେ ଅଛନ୍ତି କାହାରିକୁ ଜଣାନାହିଁ। ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ। ଦକ୍ଷିଣ ଓଡ଼ିଶା ମୁଖ୍ୟ କୀର୍ତ୍ତିଚନ୍ଦ୍ର ସାହୁଙ୍କ ରିପୋର୍ଟ, ସମୀକ୍ଷା ନ୍ୟୁଜ୍ ଲାଇଭ୍।